ଯେତେବେଳେ ରାଧିକା ସିଂ ଏବଂ କମଳା ଦେବୀ ନିଜ ଟ୍ରାକ୍ଟର ନେଇ ସେଠାରେ ପହଞ୍ଚିଲେ, ତେବେ ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ସେମାନଙ୍କୁ ମଧ୍ୟ ଗୁଣ୍ଡାଙ୍କ ଭଳି ହାତଠାରି ଅଟକାଇଲେ ଏବଂ ଗର୍ଜନ କରି କହିଲେ, ଏ ଝିଅ, ଟ୍ରାକ୍ଟର ସାଇଡ୍ କର ଏବଂ ଶୀଘ୍ର ଗାଡ଼ିର କାଗଜପତ୍ର ଦେଖା। ରାଧିକା ଟ୍ରାକ୍ଟରଟିକୁ ଅଟକାଇ ଦେଲେ। ଉଭୟ ମା ଝିଅ ଟ୍ରାକ୍ଟରରୁ ତଳକୁ ଓହ୍ଲାଇଲେ ଏବଂ କହିଲେ, ଆଜ୍ଞା ମହାଶୟ, ଆମେ ଫସଲ କାଟିବା ପରେ ଏହି ପାଖରେ ଥିବା ଚିନି କଳକୁ ନେଇ ଯାଉଛୁ। ଯଦି କାଗଜପତ୍ର ଦେଖାଇବା କଥା, ତେବେ ଆମ ପାଖରେ ସବୁ କାଗଜପତ୍ର ଅଛି। ରମାକାନ୍ତ ସିନ୍ଧେ ତାଙ୍କ ଆଡ଼କୁ ଚାହିଁ ଥଟ୍ଟା କଲେ। ଓହୋ, ବଡ଼ ହିରୋଇନ୍ ପରି କଥାବାର୍ତ୍ତା କରୁଛୁ ଦେଖୁଛି। ଆରେ ତୁ ତ ହିରୋଇନ୍ ଭଳି ଦେଖାଯାଉଛୁ, କିନ୍ତୁ ତୋ ସହିତ ଏଇ ଭିକାରିଣୀ ଭଳି ଦେଖାଯାଉଥିବା ବୁଢ଼ୀଟା କିଏ? ରାଧିକା କହିଲେ, ଇଏ ହେଉଛନ୍ତି ମୋ ମା। ତେବେ ରମାକାନ୍ତ ସିନ୍ଧେ ଗର୍ବର ସହ କହିଲେ, ତୁମେମାନେ ଏହି ଆଖୁ ଗଦା ଆଢ଼ୁଆଳରେ କିଛି ଲୁଚାଇ ନେଉନାହ ତ? ରାଧିକା କହିଲେ, ସାର୍, ଯଦି ଆପଣଙ୍କୁ ମୋ ଗାଡ଼ିର ତଲାସି ନେବାର କରିବାର ଅଛି, ତେବେ ଆନୁଷ୍ଠାନିକ ଭାବରେ କରନ୍ତୁ, କିନ୍ତୁ ମୋତେ ଏବଂ ମୋ ମାଆକୁ ଅପମାନିତ କରିବାର କୌଣସି ଅଧିକାର ଆପଣଙ୍କର ନାହିଁ। ସେତିକିବେଳେ ଜଣେ ସିପାହୀ ଟ୍ରଲିରୁ ଆଖୁ ଟାଣି ଆଣିଲା ଏବଂ ଆଖୁ ଚୋବାଇ ହସି ହସି କହିଲା, ସାର୍, ଚେହେରା ଦେଖନ୍ତୁ ଏମାନଙ୍କର। ଏମିତି କହୁଛନ୍ତି ଯେମିତି ଏହା ବାପା ଡିଏମ୍ ହୋଇଥିବ। ଦ୍ୱିତୀୟ ସିପାହୀ ଜଣକ ଆହୁରି ଅଭଦ୍ର ଭାବରେ କହିଲା, ସାର୍, ମୋତେ ତ ଏହି ମା ଝିଅ ଦୁହେଁ ଖରାପ ଧନ୍ଦା କରୁଥିବା ଭଳି ଲାଗୁଛନ୍ତି। ଏହି ଶବ୍ଦ ରାଧିକାଙ୍କ ହୃଦୟରେ ବାଜିଲା। ତାଙ୍କ ଆଖି ଲାଲ ହୋଇଗଲା। ସେ ଏକ ଦୀର୍ଘ ନିଶ୍ୱାସ ନେଇ ଉତ୍ତର ଦେଲେ, ପାଟି ସମ୍ଭାଳି କଥାବାର୍ତ୍ତା କର, ମୁହଁକୁ ଠିକ୍ କର। ତୁମ କଥା ଜାଗାରେ ତୁମ କାମ ବେଶୀ କଥା କହୁଛି। ଏହା ମୋ ମା। ଆମ ପାଖରେ ସବୁ କାଗଜପତ୍ର ଅଛି। ଏବେ କେବଳ ନିଜ କାମ କର। କାହା ବିଷୟରେ ଏଭଳି ଶବ୍ଦ କହିବାର ପୋଲିସବାଲାଙ୍କୁ ଶୋଭା ଦିଏନି। ଏତିକିରେ ରମାକାନ୍ତ ସିନ୍ଧେ କ୍ରୋଧରେ ଜଳି ଉଠି କହିଲେ, ଆବେ ଚୁପ୍ କର। ତୋ ଭଳି ଝିଅ ଆମକୁ କ'ଣ ଶିଖେଇବ? ଆମକୁ ଆଇନ ଶିଖା ନାହିଁ। ଆମକୁ ଭଲ ଭାବେ ଜଣାଅଛି କିଏ ଠିକ୍ ଆଉ କିଏ ନୁହେଁ। ଚାଲ ଶୀଘ୍ର କାଗଜପତ୍ର ବାହାର କର। ରାଧିକା ଟ୍ରାକ୍ଟର, ଡିଗିରୁ ଲାଇସେନ୍ସ ଏବଂ କାଗଜପତ୍ର ବାହାର କରି ରମାକାନ୍ତ ସିନ୍ଧେକୁ ଦେଲେ। ରମାକାନ୍ତ ସିନ୍ଧେ କାଗଜପତ୍ରକୁ ନ ଦେଖି ଚିରି ଫୋପାଡ଼ି ଦେଲେ ଏବଂ ଗର୍ଜନ କରି ଚିଲେଇଲେ, ଆବେ ମୂର୍ଖ ଝିଅ, ଆମକୁ ବୋକା ବନଉଛୁ? ନକଲି କାଗଜ ଦେଖାଇ ଭାବୁଛୁ ଯେ ଏମିତି ଚାଲିଯିବୁ? ଆମ ସହ ଚାଲାକି କରୁଛୁ ତୁ? ରାଧିକାକୁ କ୍ରୋଧ ଆସିଗଲା ଏବଂ ସେ କହିଲେ, ସାର୍, ଏହା କି ବଦତମିଜ ଆପଣଙ୍କର? ସେଗୁଡ଼ିକ ମୋର ସବୁ ଅରିଜିନାଲ କାଗଜ ଥିଲା। ଆପଣ ସେଗୁଡ଼ିକୁ କାହିଁକି ଚିରିଦେଲେ? ଆପଣଙ୍କୁ କି ଅଧିକାର ଦେଇଛି ଯେ ଜଣେ ପୋଲିସବାଲା ହୋଇ ଲୋକଙ୍କ ସହ ଏମିତି ଖରାପ ବ୍ୟବହାର କରିବେ ଆପଣ? ଏତିକି ଶୁଣି ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ଆଗକୁ ବଢ଼ିଲେ ଏବଂ ବିନା କୌଣସି ଦ୍ୱିଧାରେ ଏକ ଜୋରଦାର ଚାପୁଡ଼ା ରାଧିକାଙ୍କ ମୁହଁକୁ ମାରିଲେ। ତାର ଶବ୍ଦ ଏତେ ଜୋରରେ ଥିଲା ଯେ ସମ୍ପୂର୍ଣ୍ଣ ରାସ୍ତାରେ ନୀରବତା ଖେଳିଗଲା। ରାଧିକାଙ୍କ ମୁଣ୍ଡ ଥରିଗଲା।